ବାମଣ୍ଡାଧିପତି ରାଜା ସାର୍ ବାସୁଦେବ ସୁହୃଦଦେବ CIE KCIE 16/5/1850 ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମ ଜୟନ୍ତୀ ଆଜି ପତିତପାବନ ସାହିତ୍ୟ ସଂସଦରେ ପାଳିତ ହେଉଅଛି। ମୃତ୍ୟୁ ହୋଇଥିଲା 19 ନଭେମ୍ବର 1903। ପିତା ହରିହର ଦେବ ପଶ୍ୟପୃତ ହୋଇଥିଲେ ବ୍ରଜସୁନ୍ଦର ଦେବଙ୍କର। ସେ ବାମଣ୍ଡାର ଅଭୂତପୂର୍ବ ଉନ୍ନତି କରିଥିଲେ। ତାଙ୍କର ଜନ୍ମ ଜୟନ୍ତୀ ସ୍ମରଣରେ ଆଜି ପାଳିତ ହେଉଅଛି ଜୟନ୍ତୀ ଉତ୍ସବ। ଜଣେ ପ୍ରାତଃସ୍ମରଣୀୟ ବ୍ୟକ୍ତିତ୍ୱ ବାମଣ୍ଡା। ତାଙ୍କର ଜଣେ ରାଜା ହିସାବରେ ନୁହେଁ, ତାଙ୍କର ଯେଉଁ ବ୍ୟକ୍ତିତ୍ୱ ଥିଲା ଶିକ୍ଷା, ସ୍ୱାସ୍ଥ୍ୟ, ସାହିତ୍ୟ, ଗମନାଗମନ ପ୍ରତିଟି କ୍ଷେତ୍ରରେ ସେ ଗୋଟେ ତାହେଲେ ଅନାମଧେୟ ଅଞ୍ଚଳକୁ ଏମିତି ଉନ୍ନତ ଶିଖର ଦେଶରେ ପହଞ୍ଚାଇଥିଲେ ଯାହାକି ସମଗ୍ର ଉତ୍କଳରେ ଉଜ୍ଜୟିନୀର ଆଖ୍ୟା ପାଇଥିଲା। ସାହିତ୍ୟିକମାନଙ୍କ ପ୍ରତି ତାଙ୍କର ଯେଉଁ ଅନୁରାଗ ଥିଲା, ଯାହାଫଳରେ ୟାକୁ ସେ କରିଦେଇଥିଲେ ଉଦୟଂଶ କରିଥିଲେ। ତେଣୁ ଆଜିର ଏହି ପବିତ୍ର ଦିବସରେ ସେହିଭଳି ଅମର ଆତ୍ମାକୁ ଆମେ ମନେ ପକାଇବାର ମାନେ ହେଲା ଯେ ଆମେ ତାଙ୍କ ପଦାର୍ଥ ବାସ୍ତବରେ ଅନୁସରଣ କରିବା ଦରକାର। ତ କେଉଁ କଥା ଆମେ ଅନୁସରଣ କରିବା, କ'ଣ ସେ ଆମ ପାଇଁ ଛାଡ଼ି ଯାଇଛନ୍ତି, ଯଦ୍ୱାରା କେବଳ ଆମ ଦେବଗଡ଼ ଜିଲ୍ଲାରେ ଆଜି ନୁହେଁ, ସମଗ୍ର ଓଡ଼ିଶାରେ ରାଜ୍ୟସ୍ତରୀୟ ଇଏ ତାହେଲେ ଜୟନ୍ତୀ ପାଳିତ ହେଉଛି ଦେବଗଡ଼ଠାରେ। ଆଉ ଏମିତି କାମ କରିଥିଲେ ଯାହାଫଳରେ ଆମ ଓଡ଼ିଶା ପ୍ରଦେଶ ତାଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ ପୂର୍ବକ ରାଜଧାନୀ ଭୁବନେଶ୍ୱରରେ ତାଙ୍କର ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ମଧ୍ୟ ପ୍ରତିଷ୍ଠାପିତ ହେଉଛି। ଏଇଟା ଆମ ଜିଲ୍ଲା ପାଇଁ ଗୋଟେ ଗର୍ବ ଏବଂ ଗୌରବର ବିଷୟ। ସେହିଭଳି ଜଣେ ଖ୍ୟାତନାମା ଲୋକଙ୍କର ବାସ୍ତବରେ ଜୟନ୍ତୀ ସମ୍ପର୍କରେ ଆଜି ଆମ ଅଞ୍ଚଳବାସୀ ବା ଦେବଗଡ଼ବାସୀ ଅଜ୍ଞ ଅଛନ୍ତି। ଏଇଠାରୁ ବଳି ଖବର ବିଷୟ ଅଛି ନାହିଁ ଯେ ସେ କ'ଣ କରିଥିଲେ, କ'ଣ ଆମେ ତାଙ୍କର ସ୍ମୃତିଚାରଣ କରିବା। ବାସ୍ତବରେ ଆଜି ଯେଉଁ ଆମେ ଏଇ ଦେବଗଡ଼ ଜିଲ୍ଲାରୁ ଲକ୍ଷ ଲକ୍ଷ ଟଙ୍କାର ଆମ୍ବ ବିକ୍ରି ହେଉଛି, ତାର ମୂଳଦୁଆ ପଠେଇଥିଲେ ରାଜା। ତାଙ୍କଠୁ ଆମେ ଶିଖିଲେ ଯେ ବାସ୍ତବିକ ତାହେଲେ ସିଏ ତାହେଲେ 125 ବର୍ଷ ତଳେ ଆମ୍ବ ଗଛ ଆଣିକିରି ନାଗପୁରରୁ ଲଗେଇଥିଲେ, ଦକ୍ଷିଣ ଭାରତରୁ ଆଣିକିରି ଆମ୍ବ କମଳା ଲଗେଇଥିଲେ। କିନ୍ତୁ ଆମେ ଆଜି ତାର ସୁଫଳ ଲାଭ କରୁଛୁ। ଶିକ୍ଷା କ୍ଷେତ୍ରରେ ସିଏ ବଳମଠାରେ ସ୍କୁଲ କରିଥିଲେ, ଶଶୀପୁର ଘରିକା ପାଠ ପଢ଼ିଛନ୍ତି, ନହେଲେ ତାମାନେ ପାଠ ବି ପଢ଼ିପାରି ନଥାନ୍ତେ। ସ୍କୁଲ ନଥିଲା, ସ୍କୁଲ ତିଆରି କଲେ। ତାହେଲେ ଗମନାଗମନ କଥା ନ କହିବା ଭଲ। ସେ ତାହେଲେ ସେତେବେଳେ ସର୍ବ ବିଶ୍ୱରେ ଯେତେବେଳେ ଟେଲିଫୋନ ଲାଇନ୍ ଲିମିଟ୍ ଏରିଆରେ ହେଇଥିଲା, ସେତେବେଳେ ବାମଣ୍ଡାରେ ସେ କରିଥିଲେ। ଯାହା ଦେଖିଲେ ଭାରତ ଭ୍ରମଣରେ ଯାହା ଦେଖିଲେ, ସେ ତାହେଲେ ଦେବଗଡ଼କୁ ସେମିତି ସଜେଇକି କରିଲେ। ଜଳ ବିଦ୍ୟୁତ୍ ଦେଖିଦେଲେ କୋଉଠି ତାହେଲେ ଟର୍ବାଇନ୍ ଘୁରୁଛି, ଜଳ ତାହେଲେ ବିଦ୍ୟୁତ୍ ବାହାରୁଛି, କୋଉଠି ବିଜୁଳି କରିଦେଲେ। ତାହେଲେ ଦେଖିଲେ ସୂତା ବୁଣିବାର ଅଛି, ବନ୍ଦିଶାଳାରେ କଏଦୀମାନଙ୍କୁ ସୂତା ବୁଣେଇଲେ, ତାହେଲେ ସୂତା କଳ ରମ୍ଭାଇଲେ କରିଦେଲେ, ଆଖୁ ଚାଷ କରିଦେଲେ, ମାନେ ଚିନି କଳ ବସେଇଦେଲେ। ମାନେ ଅଦ୍ଭୁତ କାର୍ଯ୍ୟ କରିଛନ୍ତି ସେ ତାଙ୍କର ଜୀବନରେ। ତାଙ୍କର ସେ କାର୍ଯ୍ୟଟା ଆଜି ଆମେ ଯଦି ଏବେ ମୁଁ ୟା ପୂର୍ବରୁ କହୁଥିଲି ଯେ ଯଦି ଆମେ ତାହେଲେ ତାଙ୍କର ବାସ୍ତବରେ ଅନୁଗାମୀ, ତ ଆମେ ବାମଣ୍ଡାଟା ଆଜି ବିଭାଜିତ ହେଇସାରିଛି, କୁଚିଣ୍ଡା ପ୍ରବଣା ପଳେଇ ଯାଇସାରିଛି। କିନ୍ତୁ ଆମେ ଦେବଗଡ଼ରେ 3ଟା ବ୍ଲକକୁ ନେଇକରି ଦେବଗଡ଼ ଅଛି। ଆମେ ଦେବଗଡ଼କୁ ଉତ୍କଳର ଉଜ୍ଜୟିନୀ କରିପାରିବା କି? ଇଏ ହେଲା ଆମ ପାଇଁ ପ୍ରଶ୍ନବାଚୀ। ଯେ ସିଏ ଯଦି ସେତେବେଳେ ରାଜା ଥିଲେ କରିପାରିଲେ, ତାହେଲେ ଆମେ ଯେଉଁ ବାସିନ୍ଦା ଅଛନ୍ତି, ଯେଉଁ ଆମର ଦେବଗଡ଼ ଅଛନ୍ତି, ଆମେ ତାକୁ ଉଜ୍ଜୟିନୀ କରିପାରିବା କି? ଯଦି କରିପାରିବା କ'ଣ କରିବା? ଏଇଟା ଆମକୁ ସେ କାର୍ଯ୍ୟ ଦେଇକରି ଯାଇଛନ୍ତି ଯେ ୟାକୁ ମୁଁ ଯେତିକି ଅଧୁରା ରଖିଦେଇକି ତାକୁ ତମେ ଉଜ୍ଜୟିନୀ କରିବ। କୃଷି କ୍ଷେତ୍ରରେ ମୁଁ ଯାହା ନମୁନା ଦେଇଛି ତାକୁ ତମେ ଆହୁରି ଉନ୍ନତତର କରିବ। ତାଙ୍କର ଅଧୁରା ସ୍ୱପ୍ନକୁ ଯଦି ଆମେ ସାକାର କରିବା, ତାହେଲେ ବାସ୍ତବରେ ଆଜିର ଯେଉଁ ଜୟନ୍ତୀ ଆମେ ପାଳନ କରୁଛନ୍ତି,
ସେଇଟା ତାଙ୍କ ପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆଜି ଅନୁଭବ କରିଗଲେ ଏହା ସାରା ଓଡ଼ିଶାରେ ପାଳନ, କିନ୍ତୁ ତାଙ୍କୁ ଶୁଣିଥିଲି ରାଜବଂଶର କେହି ନାହିଁ, ତାଙ୍କ ରାୟଡ଼ମାନେ କେହି ନାହିଁ। ମାନେ ପଚାରିଥିଲେ ତାଙ୍କ ଗ୍ରହ ଆମ କ'ଣ ଅଛି, କିନ୍ତୁ ଆମ କବିମାନେ ଓଡ଼ିଶା ଦେବ ରାଜବଂଶ କହୁନାହାନ୍ତି, ତାଙ୍କ ନିଜର ରାୟ ଏଇଟା ବଡ଼ ଦୁଃଖର ବିଶେଷ। ସେମାନେ ଜାକଜମକରେ କରିବା କଥା, କିନ୍ତୁ ତାଙ୍କ ପଚାରୁନାହାନ୍ତି। ଏଇଟା ହେଉଛି କଥା। ଆଉ ତାଙ୍କର ତ ଶିକ୍ଷାନୁଷ୍ଠାନ ତା ବିଷୟରେ ଗୋଟେ କବିତାରେ ଲେଖିଥିଲା, ସେଇ ଛୋଟ କବିତା ତାର ଜୀବନରେ କାମ। ରାଜା ବାସୁଦେବ ସୁରଦେବଙ୍କ ସମୟରେ ହେ ବାମଣ୍ଡା ରାଜନ ବାସୁଦେବ, ହେ ବାମଣ୍ଡା ରାଜନ ବାସୁଦେବ, ଭଗବାନ ଶ୍ରୀକୃଷ୍ଣ ଅନ୍ୟ ନାମ କଥିତ ଧାରଣ, ଭଗବାନ ଶ୍ରୀକୃଷ୍ଣ ଅନ୍ୟ ନାମ କଥିତ ଧାରଣ ବାମଣ୍ଡାର ସର୍ବାଙ୍ଗୀନ ବିକାଶ ପାଇଁ ନାନା ପଦକ୍ଷେପ କରିଥିଲେ ଗ୍ରହଣ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ ବିକାଶ ପାଇଁ ଅନ୍ୟ ରାଜ୍ୟଠାରୁ ପାଇଥିବା ଶ୍ରେଷ୍ଠ ଦାନ। ଧନ୍ୟ କୁମାର ଜୀବନ କବି ସାଧୁ ସନ୍ଥକୁ ରାଜକୁ ଦରବାରକୁ ଆଗ୍ରହ ସଂଖ୍ୟାରେ କରୁଥିଲେ ନିମନ୍ତ୍ରଣ। ସେ କାଳର କବି ପଣ୍ଡିତ ମାନେ ଚାରିଆଡ଼େ କରୁଥିଲେ ଦୋଷଗାନ। ଧନ୍ୟ କୁମାର ବିଦ୍ୟୁତ ଉତ୍ପାଦନ, ଛାପାଖାନ, ଚିନି କଳ ତଥା ବାମଣ୍ଡାରେ ପଣ୍ଡିତ ସ୍ଥାପନ। ତୁମର ବିକାଶମୂଳକ କାର୍ଯ୍ୟ ପାଇଁ, ତୁମର ବିକାଶମୂଳକ କାର୍ଯ୍ୟକଳାପ ପାଇଁ ଇଂରେଜ ମାନେ KOS ଉପାଧି କହିଥିଲେ KOS ଉପାଧି ପ୍ରଦାନ। ଧନ୍ୟ ତୁମର ପ୍ରଜାମାନଙ୍କୁ ପୂର୍ବବର୍ତ୍ତୀ କରି ପାଳନ, ତାଙ୍କର ଅଭାବ ପୁରା କରୁଥିବା ପୂରଣ। ପ୍ରଜାମାନଙ୍କ ମନୋନୟନ ସବୁଠୁ ତୁମର ଜୟ ଜୟ ଗାନ ଚିରଦାନ ପାଇଁ ଅବସର ହେବ ସମର୍ପଣ। ଧନ୍ୟ ମହୋଦୟ, ମଞ୍ଚାସନ ଅତିଥି, ସମ୍ମୁଖରେ ଉପସ୍ଥିତ ଥିବା କବି, ସାହିତ୍ୟଗଣ, ଏ ସମସ୍ତଙ୍କୁ ଆଜିର ଏହି ପବିତ୍ର ବାସରେ ଆଜି ଅମାବାସ୍ୟା ତିଥିରେ ଆଜି ସୁଦଶା ବ୍ରତ ଏହିପରି ଏକ ପୂର୍ଣ୍ଣ ତିଥିରେ ସମସ୍ତଙ୍କୁ ସ୍ୱାଗତ କରିଥାନ୍ତି। ବାସୁଦେବଙ୍କର ବିଷୟରେ ସାର୍ ଅନେକ କଥା ଶୁଣିଲେ, ସେ କହିଗଲେ ଯେ ଶିକ୍ଷା ପାଇଁ, ସ୍ୱାସ୍ଥ୍ୟ ପାଇଁ, ଗମନାଗମନ ପାଇଁ, ଚାଷ ପାଇଁ, ଏସବୁ କାମ ସେ ବହୁ ମାତ୍ରାରେ ଆମର ଆଉ ସେଇଟା ଆମମାନଙ୍କୁ ଦେଖାଇ ଦେଇଥିଲେ। ଯେତେବେଳେ ମଧ୍ୟ ଭବିଷ୍ୟତରେ ଏସବୁ ଆହୁରି ଉତ୍ତରତର ଉନ୍ନତି କରି ଆମେ ଉନ୍ନତି କରି ଦେଖାଇ ଦେଇଥିଲେ। ତା ସଙ୍ଗେ ସଙ୍ଗେ ସେ ଖାଲି ଦେବଗଡ଼ ପାଇଁ ନ କରି ସେ ଓଡ଼ିଶା ପାଇଁ ମଧ୍ୟ ଅନେକ କାମ ସେ କରିଥିଲେ। ସେ ସମୟରେ ତ ଆପଣମାନେ ଜାଣିଥିବେ ଯେ ବଙ୍ଗାଳୀମାନେ ଓଡ଼ିଶାକୁ କରିବା ପାଇଁ, ନେବା ପାଇଁ ସେମାନେ ଚାହୁଁଥିଲେ। ଓଡ଼ିଆ ଗୋଟେ ଭାଷା ନଈ ବୋଲିକିରି ନାହିଁ ବୋଲିକିରି ସେମାନେ ଅପପ୍ରଚାର କରୁଥିଲେ। ଆଉ ଓଡ଼ିଶା ଭିତରେ କରି ବୃଦ୍ଧିମାନେ ରହନ୍ତୁ ସେଇ କଥା ଭାବୁଥିଲେ। ତେଣୁ ସେହି ସମୟରେ ଓଡ଼ିଶାକୁ ପ୍ରକୃତିକରଣ କରିବା ପାଇଁ ତିନି ରାଜା ସେ ସମୟରେ ବିଶିଷ୍ଟ ରାଜା ଥିଲେ। ଜଣେ ମୟୂରଭଞ୍ଜର ରାମଚନ୍ଦ୍ର ଭଞ୍ଜ, ବାମଣ୍ଡାର ଯେ ବାସୁଦେବ ସୁଭଦ୍ରେବ, ଆଉ ଗଜପତିର ଗଞ୍ଜାମ ଗଜପତିର କୃଷ୍ଣଚନ୍ଦ୍ର ଦେବ। ଏ ତିନି ରାଜା ସେ ସମୟରେ ବଡ଼ ରାଜା ଥିଲେ। ସବୁଠୁ ବେଶୀ ଧନୀ ଥିଲେ ରାମଚନ୍ଦ୍ର ଭଞ୍ଜ। ବାରିପଦାର ବଡ଼ ଏରିଆ ଥିଲେ, ସେ ରାଜା ଆସି ଶାସନ କରୁଥିଲେ। ଧନ ସମ୍ପତ୍ତି ଅଭାବ ତାଙ୍କର, ଦେଶପତି ତାଙ୍କର ମଧ୍ୟ ଅବସ୍ଥା ଥିଲା। ସେହି ସମୟରେ ବାସୁଦେବ ତାଙ୍କର ପୂର୍ବରୁ ଓଡ଼ିଆ ଭାଷାକୁ ଲୋପ କରିଦେବା ପାଇଁ ସେମାନେ ବଙ୍ଗାଳୀମାନେ ଚାହୁଁଥିଲେ। ସେହି ସମୟରେ ତିନି ଜଣ କବି ମଧ୍ୟ ଆଗେ ଆସିଲେ ଯେ ଆମେ ଭାଷା ମାଧ୍ୟମରେ, ଓଡ଼ିଆ ଭାଷା ମାଧ୍ୟମରେ ଓଡ଼ିଶାରେ ଆମେ ଜଣେଇଦେବୁ ଯେ ଓଡ଼ିଶା ଆମର ରାଜ୍ୟ, ଆମେ ଏକାଠି ରହିବୁ। ଆମେ ଓଡ଼ିଆ ଗୋଟେ ଭାଷା ଅଛି, କବି ରାଉ ଏମାନେ ସବୁଥିରେ ତାଙ୍କ ପ୍ରତି ଅନୁବାଦ ହେଲେ ଭାବ ବି କରିଦେଇଥିଲେ କିଏ କ'ଣ ଲେଖିବେ ବୋଲି। ଯାହା ବି ହଉ ସେମାନେ ଲେଖାପଢ଼ା
ସାହିତ୍ୟ ବଞ୍ଚେଇଥିଲେ ସେଇ ସମୟରେ ବି ଇଏ ସମସ୍ତ ଅପେକ୍ଷା ମାନେ ସେ ବି ହାସ ଦେଇଥିଲେ ସାହିତ୍ୟ ଗୋଟେ ଆଗାମ ସାହିତ୍ୟ ରଖୁଥିଲେ ବି ଏଇ ଆମର ଲେଖିଥିଲେ ସେ ସାହିତ୍ୟ କଥା ଆରମ୍ଭ ମୁଁ କହେ ସଭାରେ ଆପଣ ଖବର ପାଇଁ ସେ ଗୋଟେ ମନ୍ଦିରରେ ପୁଟିକିରି ଗଲେ ସେଇ ସମୟରେ ସାହିତ୍ୟର ଗୋଟେ ମନ୍ଦିରରେ ପୁଟିକିରି ସେଇଟା ଆଜି ଏଡ଼େ ବଡ଼ ବୃକ୍ଷ ହେଇଗଲେ ବିଶାଳ ବୃକ୍ଷ ହେଇଗଲା ଆଜି ପତ୍ର ଫୁଲରେ ସେ ଅଛି ସେଇଠି ସେଇ ସାହିତ୍ୟ ବୃକ୍ଷରେ ଆମେ ଜଣେ ଜଣେ ଶୂନ ଭଳିଆ ସତ୍ୟ ଫୁଲ ହେଲେ ଫୁଲର ମହକ ଯେପରି ଚାରିଆଡ଼େ ଯାଏ ସୌରଭ ନିଚେ ନିଚେ ବିକଶିତ ପୁଷ୍ପ ସହଜାତ ମଧୁବାୟୁ ବାଷ୍ପ ଫୁଲଟା ଫୁଟିଗଲେ ତାର ଯେପରି ବାସ୍ନା ଚାରିଆଡ଼େ ଯାଏ କେହି ରୋକି ନେଇପାର ଠିକ୍ ସେହିପରି ଯଦି ଆମେ ଯଦି ଫୁଲ ହେଲେ ଆମେ ଯଦି ପ୍ରସ୍ଫୁଟିତ ହେବା ଆମର ବାସ୍ନାଟା ବି ନିଶ୍ଚୟ ଚଳିବ ତାର ଅର୍ଥ ଆମେ ମଧ୍ୟ ସାହିତ୍ୟ ଲେଖିପାରିବା ସେ ଯଦି ସାହିତ୍ୟ ଲେଖିଲେ ଆମେ ବି ବର୍ତ୍ତମାନ ଭଲ ଅବସ୍ଥାରେ ରହିଲେ ତେଣୁ ଆମକୁ କିଛି ସୌରଭ ଆପେ ଆପେ ତ ବାଟି ହେବ ସେଇଟା ମଧ୍ୟ ସେଇ ବାସ୍ନା ମଧ୍ୟ ଆମ ଯାହାଫଳରେ ଆଜି ଆମେ ତାଙ୍କ ବିଷୟରେ ଯେଉଁ କଥା କହୁଛନ୍ତି ସେ ଯଦି ସାହିତ୍ୟ ଲେଖିଥାନ୍ତେ ତେବେ ତାଙ୍କୁ ମଧ୍ୟ ଆମେ ମନେ ପକାଇଥାନ୍ତେ ଗୋଟେ କଥା ଅଛି ଧନ ଦୌଲତ ମୁକ୍ତ ମନ୍ଦିର ସର୍ବର୍ଣ୍ଣ ଧନ୍ୟବାଦ ଅସ୍ତ ହେଲେ ସେ କାଳ କଳା ସାହିତ୍ୟ ଯୁବତୀ ଆମେ ପିଠାଘର ସେ ପିଠାଘର କରିବାରେ ପିଠାଘର ଆମେ ପିଠାଘର ଭୂମି ଗଲାଣି ଅନେକ ତିନିଥର ବସେଇଥିଲେ ସେ ତିନିଥର ଭଗ୍ନା ହେଇଗଲାଣି ସିଏ ଯାହା କରୁଥିଲେ ସେଗୁଡ଼ାକ ଋଣା ପାଣି ଆଜି ସେ ପାଣି ଯେଉଁ କଳାଥିଲା ସେ ବି ଭଗ୍ନ ଅବସ୍ଥାରେ ରହିଲା ସେ ଯେଉଁ ସାହିତ୍ୟରେ ଲେଖିଥିଲେ ସେ ସାହିତ୍ୟର ଘଟଣା କ'ଣ ହୁଅନ୍ତା ଯେପରି ଯୌବନରେ ସେ ପ୍ରାପ୍ତ ହେଉଛି ସେଇ ଆଜି ମଧ୍ୟ ଯଦି ଆମେ ଆଲୋଚନା କରିବା ଆମେ ମଧ୍ୟ ଆନନ୍ଦିତ ହେବା ଆମେ ବି ରସ ପ୍ରକାଶ ହେଇଯିବା ଆମେ ବି ଉପଦିତ ବି ହେଇଯିବା କୌଣସି ଲେଖିଦେଇଛି ସୁନ୍ଦର କଥା ଲେଖିଦେଇଛି ସେଇଗୁଡ଼ାକ ଆମେ କରିପାରିବା ସେ ଲେଖିଥିବା ସାହିତ୍ୟ ଯୋଗୁଁ ତାଙ୍କର ମାନସ କନ୍ୟା ସୃଷ୍ଟି କରିଗଲେ ସେଇଟା ଆଜି ମଧ୍ୟ ଆମକୁ ମନେ ପକାଇ ଦେଉଛି ସିଏ ତାମାନେ ମଧୁର ସ୍ୱରରେ ସେ ବିନା ଛନ୍ଦରେ ସେ ଗୀତ ଗାଉଛନ୍ତି ବୀର ବାବାର ଗୋଟେ ଅଧ୍ୟାୟକୁ ପଢ଼ିକି ସେ ଯେଉଁ ମାନେ ଛନ୍ଦରେ ଲେଖିଛନ୍ତି ଆପଣମାନଙ୍କର ମଧ୍ୟ ରକ୍ତ ହେବ ସ୍ତ୍ରୀମାନଙ୍କର ହେବ ଯୁବତୀମାନଙ୍କର ସେ ବୀର ବାବା କାହିଁକି ଲେଖିଲେ ଯେତେବେଳେ ଲେଖିଥିଲେ ଏଇଟା ସରକାର ତାକୁ ବିରୋଧ କଲେ ବୀରବାବା ଝାନ୍ସୀ ବିଷୟ ଲେଖିଛୁ ସେ ତ ଆମ ଶତ୍ରୁ ରଜା ପରୀକ୍ଷା କମେଇଲେ ଆଉ ଏଇ ରଜା ଥିଲେ ମାନେ ସେ ଠାକୁର ସିଏ କହିଲେ ଯେ ଆଜ୍ଞା ମୁଁ କାହିଁ ଲେଖିଛି ଆପଣ ତ ଜାଣିନି ଆଉ କ'ଣ ପାଇଁ ଲେଖିଲ ଦେଖୁନ ଆଜ୍ଞା ଆପଣଙ୍କୁ ଆପଣ ହେଲେ ଆମ ସର୍ବେସର୍ବା ଆପଣଙ୍କୁ ରକ୍ଷା କରିବା ଆମର କର୍ତ୍ତବ୍ୟ ଆପଣଙ୍କୁ ଅନେକ ଶତ୍ରୁ ସବୁ ଫରାସୀ ଏମାନେ ସବୁ ଚାହିଁକି ଅଛ ଡଚମାନେ ଏମାନେ ନେଇଯିବା ପାଇଁ ଚାହୁଁଛନ୍ତି ଭାରତକୁ ସେହି ସମୟରେ ଆପଣଙ୍କ ସୈନ୍ୟ ସାମର୍ଥ୍ୟ ଯଦି କମିଯିବେ କମ୍ ବି ହେବେ ହେଲେ ମୁଁ ଆମର ଜଣେ ନାରୀମାନଙ୍କୁ ସଚେତନ କରିବି ସେମାନେ ଝାନ୍ସୀରେ ଲକ୍ଷ୍ମୀ ପାଇଗଲେ ଜଣେ ଜଣେ ବାହାରିବେ ଆପଣ ପଛ ସେଥିପାଇଁ ଲେଖିବି ନା ଏମିତି ଗୋଟେ ପାଶେ କଥାଟି କହିଲେ ଇଂରେଜ ସରକାର ଖୁସି ହେଇଗଲା ସେ ବି ପ୍ରକୃତିରେ ସେ ନାରୀମାନଙ୍କୁ ଜାଗୃତ କରିବା ପାଇଁ ପୁରୁଷ ଭେଳିଆ ମାନେ ସାହସୀ ହେବା ପାଇଁ ସେ ନାରୀମାନଙ୍କୁ ଜାଗୃତ କରିବା ପାଇଁ ଲେଖିଛନ୍ତି ଆଉ ମନ ଅଛି ବହୁତ କଥା ଚିତ୍ର କଳା ତାଙ୍କ ଲେଖିଲେ ଅଳଙ୍କାର ବୋଧୋଦୟ ଅଳଙ୍କାର ବୋଧୋଦୟ ମାନେ ମାନେ ବ୍ୟାକରଣ ଲେଖିଲେ ମାନେ ଧ୍ୱନି ଆରମ୍ଭ କରିକି ପୁରା ଅଳଙ୍କାର ବିଷୟ ଲେଖିଲେ ଅଳଙ୍କାର ବିଭବ ଆମ ସାହିତ୍ୟର ଗୋଟିଏ ବିଭବ ହେଲା ଆମର ଅଳଙ୍କାର ଅଳଙ୍କାର କହିଲେ କେବଳ ଏ ଅଳଙ୍କାରକୁ ବୁଝାଯିବ ନାହିଁ ସେଇଟା ଧ୍ୱନି ଶବ୍ଦରୁ ଆରମ୍ଭ କରି ଅଳଙ୍କାର ପର୍ଯ୍ୟନ୍ତ ସେ ଅଳଙ୍କାର ବ୍ୟାକରଣ ଲେଖିଲେ ସେଟା ଆମେ ବୁଝିପାର ଖାଲି ପଛରେ ଲେଖା ହେଇଛି ସଂସ୍କୃତ ସହିତ ମିଳେଇକି ସେ କଥା ଲେଖା ହେଇଛି ତେଣୁ ଅନେକ ବୁଝିବାଟା ଭାବିଯିବ ସେଇ କଥା
ସେଟା ଲେଖିବା ଦ୍ୱାରା ସେଇ ସାହିତ୍ୟ ପାଇଁ ସେ ଅବହେଳିତ ରହିବ। ତାହେଲେ ତାଙ୍କର ପୁଅ ସଚିଦାନନ୍ଦ ସିଏ ବି ସାହିତ୍ୟ ତାଙ୍କର କଥା ବି ପାଳନ କରିବ। ବାସୁଦେବ ରାଜାଙ୍କର ପୂର୍ବତା ଭାବ ଆଉ ସଚିଦାନନ୍ଦ ସଦା ଭାବ କିଛି ମାନେ କିଛି କାମ କରିବେ ନାହିଁ। ଯାହା ଭିତରେ ନିଜ ପାଇଁ କରିଥିଲେ ଆଉ ରାଜ୍ୟ ପାଇଁ କରିଥିଲେ ନିଶ୍ଚୟ ସେମାନେ ସେ ସମୟରେ, କିନ୍ତୁ ସେ ସମୟରେ ପାଇଥିଲେ ସୁଦ୍ଧା ଇଏ ପ୍ରଥମ କରି ସାହିତ୍ୟ ଲେଖିବାକୁ ସବୁଦିନ ପାଇଲା। ତାପରେ ଆମେ ଆଜି ଅଛନ୍ତି, ତାକୁ ଆମେ ଯିବା, ତୁମେ ବି ଅଛ, ତୁମେ ବି ଆଜି ଶୁଭ ଦିନେ ବାମଣ୍ଡା ଭୁବନେ ଜନ୍ମିଥିଲ ଶୁଭ ଭାବେ, ହସୁ ଥିଲା ଧରା ହସୁ ଥିଲେ ରହି, ହସୁ ଥିଲା ଧରା ହସୁ ଥିଲେ ରହି, ପ୍ରକୃତିର ମୁକ୍ତ ରହି, ପ୍ରକୃତିର ମୁକ୍ତ ରହି। ଜନ୍ମିଥିଲ ତୁମେ ସେହି ଶୁଭ କାଳେ ନିଜ ପ୍ରତିଭା ବଳରେ, କେତେ କେତେ ଦଶ ପୂର୍ଣ୍ଣ ଦିନ ବାମଣ୍ଡାରେ ଫଳରେ, ବାମଣ୍ଡାରେ ମଧ୍ୟ ଫଳରେ ମଧ୍ୟ ବାମଣ୍ଡା ରାଇରେ ରାଜା ହୋଇ ତୁମେ ପାଳିତ ପ୍ରଜାମାନଙ୍କୁ ଜନହିତକର କାର୍ଯ୍ୟ କରିଗଲ। ଦେଖୁଛୁ ଆମେ ସବୁ, ଦେଖୁଛୁ ଆମେ ଚିତ୍ର କଳା ବିଭବାନ କାର୍ଯ୍ୟ ଅଳଙ୍କାର ଉଦ୍ଭୟ ବାମଣ୍ଡା ରାଇରେ ସାହିତ୍ୟ ଧାରା ହୋଇଥିଲା ରହୁଛୟ। ଏହି ଚାରା ଆଜି ମହାପୁରୁଷାରୀ ଜହତ ଆମେ କବିକୁଳ ରଚିକାର୍ଯ୍ୟ ଗଳ୍ପ, ଆମେ କବିକୁଳ ରଚିକାର୍ଯ୍ୟ ଗଳ୍ପ, କବିତା ପ୍ରବନ୍ଧ ଭାଗ, କବିତା ପ୍ରବନ୍ଧ ଭାଗ ଉନ୍ମରଞ୍ଜନ୍ତି ପବିତ୍ର ଆସରେ ସଦା ସୁମନ ପରଶି ପାଳନ କରୁଛୁ ଜୟନ୍ତୀ ବାସରେ। ହେମହି ସରଳ ଆସି, ହେମହି ସରଳ ଆସି ତୁମେ ଚାଲିଗଲ ଅମର ଧାମକୁ, ବୁହାଇ ପୁରକୁ କନ୍ୟା ତୁମରି ମହିମା ଗାଉଛି ବୋଲେ, ତୁମରି ମାନସ କନ୍ୟା, ତୁମରି ମାନସ କନ୍ୟା, ତୁମରି ମାନସ ସମ୍ମାନୀୟ ଅତିଥି, ଆଜି ପବିତ୍ର ରାଜା ସାହେବ ବାସୁଦେବ ସୁବ୍ରତଙ୍କ ଜନ୍ମ ଜୟନ୍ତୀ ଉତ୍ସବ। ଏ ଅବସରରେ ଜ୍ଞାନଦୀ ପାଠାଗାର ଆଜି ପାଳନ କରୁଛି ତାର ଜୟନ୍ତୀ ଉତ୍ସବ ପତିତ ପାବନ ସାହିତ୍ୟ ଆନୁକୂଲ୍ୟରେ। ଆଜି 16/5/2026, ସେଦିନ ଥିଲା 16/5/1850। ଏ ଦିନଟେ ଶୁଭଭକ୍ତରେ ପିତା ହରିହର ଦେବଙ୍କର ବାସୁଦେବ ଜନ୍ମଗ୍ରହଣ କରିଥିଲେ। ସେଠାରେ ରାଜା ଥିଲେ ବ୍ରଜସୁନ୍ଦର ଦେବ। ବ୍ରଜସୁନ୍ଦର ଦେବ ଯୁଗ ଥିବା ହେତୁ ତାଙ୍କୁ ପଶ୍ୟପୁତ୍ର ଗ୍ରହଣ କରିବାକୁ ପଡ଼ିଥିଲା ଏବଂ ଏହି ବାସୁଦେବକୁ ସେ ପଶ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। ତାଙ୍କୁ ଯେତେବେଳେ 5 ବର୍ଷ ହେଉଥିଲା ସେତେବେଳେ ତାଙ୍କର ଚାଟଶାଳୀ ଶିକ୍ଷା ଆରମ୍ଭ ହୋଇଥିଲା। ତତ୍କାଳଙ୍କା, ଭୁବନେଶ୍ୱର ବରକଣ୍ଡା ଏମାନେ 3 ଜଣ ଶିକ୍ଷକ ତାଙ୍କର ନିୟୋଜିତ ହୋଇଥିଲେ ଏବଂ ବିଶେଷ କରି ସେ ବାଲ୍ୟରୁ ସଂସ୍କୃତ ଏବଂ ଓଡ଼ିଆ ଭାଷାରେ ପ୍ରଗାଢ଼ ଜ୍ଞାନ ହାସଲ କଲେ। ଶେଷ କେତେ ଯାଏଁ ପଢ଼ି ମୁଁ ଜାଣିନି, କିନ୍ତୁ ସେତେବେଳେ କୌଣସି ଇଂରାଜୀ ଶିକ୍ଷା ଦେବାର ବ୍ୟବସ୍ଥା ନଥିଲା, ତେଣୁ ସେ ଇଂରାଜୀ ଶିକ୍ଷା ପାଠ କରିପାରିନଥିଲେ, କିନ୍ତୁ ଓଡ଼ିଆ ଏବଂ ସଂସ୍କୃତରେ ବଡ଼ ବିଦ୍ୱାନ ସେ ଥିଲେ। ଏ ହେଲା ପ୍ରାଥମିକ ଶିକ୍ଷା। ଏବଂ ସେ ଯେହେତୁ ଅନୁଭବ କରିଥିଲେ ଉଚ୍ଚଶିକ୍ଷା ପାଇଁ କୌଣସି ବ୍ୟବସ୍ଥା ଦେବଗଡ଼ରେ ବା ବାମନରେ ନାହିଁ, ତେଣୁ ରାଜା ସାର୍ ବାସୁଦେବ ସୁବ୍ରତଦେବ ଯାହାକି ଆଜି ବିଦ୍ୟାଳୟ ଭାବରେ ଅଛି, ସେ ଶୁଭାରମ୍ଭ କରିଥିଲେ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ। ସେତେବେଳେ 8 ବା 9ଟି ବିଦ୍ୟାଳୟ ଦେବଗଡ଼ ଜିଲ୍ଲା ସାରା ସେ ସ୍ଥାପନ କରିଥିଲେ ଏବଂ 1869 ବେଳକୁ ଯେତେବେଳେ ସେ ରାଜା ହେବା ପାଇଁ ସ୍ଥିର କରାଗଲା, ବ୍ରଜସୁନ୍ଦର ଦେବଙ୍କର ଦେହାନ୍ତ ହେତୁ ତାଙ୍କୁ ପ୍ରକୃତରେ 17 ବର୍ଷ ହେଉଥିଲା। ତେଣୁ 11 ମେ 1851 ଜନ୍ମ। ବର୍ଷେ ନାହିଁ ହେଲେ ସେ ରାଜପଦ ଗ୍ରହଣ କରିପାରିବେ ନାହିଁ, ତେଣୁ 1850 ମଇକୁ ଗ୍ରହଣ କରାଗଲା ଏବଂ ବର୍ଷେ ପଡ଼ିଗଲା ସେ ରାଜପଦରେ ଅଭିଷିକ୍ତ ହେଲେ। ବ୍ରଜସୁନ୍ଦର ଦେବ ଦେହାନ୍ତ ହେଲା
ଏବଂ ଯେତେବେଳେ ରାଜ୍ୟ ଶାସନ ସେ ଆରମ୍ଭ କରିବାକୁ ଗଲେ ତାଙ୍କର ପିତା ହରିହର ଦେବ ବଳପୁଅ ରାଜକାର୍ଯ୍ୟ ତାକୁ ସହଯୋଗ କଲେ। ସହଯୋଗ କରିବା ଭିତରେ ମନ୍ଥରଗାମୀ ଏବଂ ସୁଶାସନ ପ୍ରଣାଳୀ ଗ୍ରହଣ କରିବାକୁ ଚାହୁଁଥିବା ବାସୁଦେବ ସୁଦଳଦେବ ତାଙ୍କ ପିତାଙ୍କ ସହିତ ମନାନ୍ତର ହେଲା। ସଠିକ ଭାବେ ବାପା ଏବଂ ପୁଅଙ୍କର ରାଜ୍ୟ ଶାସନ ପଦ୍ଧତି ଦ୍ୱିମତ ହେଇଥିଲା। ତେଣୁ ହରିହର ଦେବ ବାମଣ୍ଡା ଛାଡ଼ି ସମ୍ବଲପୁର ପଳାୟନ କରିଥିଲେ। ସମ୍ବଲପୁରରେ ସେ ରହୁଥିଲେ। ଏ ଭିତରେ ବାସୁଦେବ 1870 ବେଳକୁ ଗିରିରାଜ କୁମାରୀଙ୍କୁ କଳାହାଣ୍ଡି ରାଜକନ୍ୟା ଗିରିରାଜ କୁମାରୀଙ୍କୁ ବିବାହ କଲେ ଏବଂ ବିବାହ କଲା ପରେ ତାଙ୍କର ପ୍ରଥମ ବଡ଼ ପୁଅ ଥିଲେ ସଚ୍ଚିଦାନନ୍ଦ ତ୍ରିଭୁବନଦେବ। ଏ ରାଜବଂଶରେ ବିଶେଷତ୍ୱ ଜଣେ ସୁଦଳଦେବ ହେଲେ ପରବର୍ତ୍ତୀ ତାଙ୍କର ସଂଜ୍ଞା ହେଇଯିବ ତ୍ରିଭୁବନଦେବ। ତେଣୁ ସେଥିପାଇଁ ସଚ୍ଚିଦାନନ୍ଦ ତ୍ରିଭୁବନଦେବ ତାଙ୍କ ନାଁ ହେଲା। ଏମିତି ରାଜବଂଶ କୋଉଠି ଦେଖାଯାଏ ନାହିଁ ଓଡ଼ିଶାରେ, ଯିଏକି ବାପ ପୁଅ କକା ଏ ସମସ୍ତ ସାହିତ୍ୟିକ। ଯେତେବେଳେ ଜଳନ୍ଧର ଦେବ ସଚ୍ଚିଦାନନ୍ଦଙ୍କର କକା ମାନ ହେଲେ ମଧ୍ୟ ସହପାଠୀ ଏକାବେଳେ ପାଠ ପଢ଼ୁଥିଲେ ଏବଂ ଶିକ୍ଷାର ଉନ୍ନତି ପାଇଁ ସେ ଯେଉଁ ଉତ୍ତର ଭାରତ ପରିକ୍ରମା କରିଥିଲେ, ପ୍ରଥମେ ଏଇଠୁ ସମ୍ବଲପୁର ଯାଇ ହାତୀ ପିଠିରେ ସମ୍ବଲପୁର ଯାଇ ସେଇଠୁ ମହାନଦୀ ଜଳରେ ନୌକା ଦ୍ୱାରା କିଛି ରାଜ ପରିଷଦଙ୍କ ସହିତ ଯାଇଥିଲେ କଟକ ପର୍ଯ୍ୟନ୍ତ ଏବଂ ସେଇଠି ଗଲାବେଳେ ମହାନଦୀ ତଟର ଯେଉଁ ସୌନ୍ଦର୍ଯ୍ୟରେ ସେ ଅଭିଭୂତ ହୋଇଥିଲେ ତାଙ୍କୁ ସେ ରଚନା କରିଥିଲେ ଚିତ୍ରୋତ୍ପଳା କାବ୍ୟ ସେଇଠୁ ଉତ୍ପନ୍ନ ହୋଇଥିଲା। ଯେଉଁଠି ଚିତ୍ରୋତ୍ପଳା କାବ୍ୟ ଆଜି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ କେମିତି ପ୍ରକୃତି ବର୍ଣ୍ଣନା କରାଯାଇଛି। କଟକରେ ପହଞ୍ଚିଲେ, ଜୋବ୍ରା ନିକଟରେ ସେ ଜୋବ୍ରାରେ ଅବସ୍ଥାନ କଲେ। କଟକରେ ସେତେବେଳେ ଉତ୍କଳ ଦୀପିକାର ବରିଷ୍ଠ ସମ୍ପାଦକ ରାୟ ଗୌରୀଶଙ୍କର ରାୟ ଥିଲେ। ତାଙ୍କ ସହିତ ସିଏ ଏଇ କବିତା ପ୍ରେସ୍ ଯେଉଁ ମିଶନ ଦୁଇଟି ପ୍ରେସ୍ ଥିଲା, ଗୋଟେ ମିଶନ ପ୍ରେସ୍ ଆଉ ଗୋଟେ ଜଗନ୍ନାଥ ବଲ୍ଲଭ ପ୍ରେସ୍। ପରେ ସେତେବେଳେ ସେ ଯେଉଁ ଗୌରୀଶଙ୍କର ଯେଉଁ ଉତ୍କଳ ଦୀପିକା ପ୍ରକାଶ କରୁଥିଲେ ସେ ଦୁଇଟି ପ୍ରେସ୍ ସେ ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ ସହିତ ଆଲୋଚନା କଲେ ଯେ ଗୋଟେ ପ୍ରେସ୍ ନହେଲେ ସାହିତ୍ୟକୁ ଲୋକାଭିମୁଖୀ ବା ଲୋକମାନଙ୍କ ପାଖକୁ ପହଞ୍ଚା ଯାଇପାରିବ ନାହିଁ। ସେଠି 7 ଦିନ ଅବସ୍ଥାନ କରିଥିଲେ। ସେଠି ଚାନ୍ଦବାଲି, ଭଦ୍ରକ ଚାନ୍ଦବାଲି ଦେଇକରି ହାତୀ ପିଠିରେ ଚାନ୍ଦବାଲି ଗଲେ ଏବଂ ଚାନ୍ଦବାଲିରୁ ପୋତ ଦ୍ୱାରା ସେତେବେଳେ ଯେଉଁ ପୋତ ଯାଉଥିଲା କଲିକତା, ସେ ପୋତ ଦ୍ୱାରା କଲିକତା ଗଲେ। କଲିକତାରେ ଆମର ସେତେବେଳେ ବିଦ୍ୟାସାଗର ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କୁ ସେ ସାକ୍ଷାତ କରିଥିଲେ। ତାଙ୍କଠୁ ସେ ସମୟର ନାରୀ ଶିକ୍ଷା, ସତୀଦାହ ପ୍ରଥା ତା ପାଇଁ ସେତେବେଳେ ପ୍ରବଳ ଭାବେ ବିରୋଧ କରୁଥିଲେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର। ସେ ସବୁ ନୀତିକୁ ସେ ଦେଖିଲେ ଏବଂ ଅନେକ ନୂଆ ନୂଆ କଥା ଶିଖିଲେ। ବିଭିନ୍ନ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ଥିଲା କଟକରେ, ସେ କଲେଜ ମାନେ ସେ ପରିଦର୍ଶନ କଲେ। ସେଇଠୁ ସେ ଶିକ୍ଷା ଗ୍ରହଣ କଲେ ଯେ ବାମଣ୍ଡା ରାଜ୍ୟ ମଧ୍ୟ ଶିକ୍ଷା ପାଇଁ କିଛି ଅନୁଷ୍ଠାନ ତିଆରି ହେବା ନିହାତି ଦରକାର। କଲିକତା ପରିଦର୍ଶନ ପରେ ସେ ଚାହିଁଥିଲେ କାଶୀ ଯାତ୍ରା କଲେ। କାଶୀର ମାନବ ମନ୍ଦିର ଦେଖିଲେ ଏବଂ କାଶୀର ମାନବ ମନ୍ଦିରର ଅନୁକରଣରେ ଦେବଗଡ଼ରେ ସେ ଗୋଟେ ବିଜ୍ଞାନକାର ସୃଷ୍ଟି କଲେ। ଆସିଲା ପରେ କାଶୀ ପରେ କାଶୀ, ବନାରସ, ମଥୁରା, ବୃନ୍ଦାବନ, ଦିଲ୍ଲୀ, କାନପୁର ଏସବୁ ଦେଖେ ଏବଂ ବୈଦ୍ୟନାଥ ଧାମ ଏସବୁ ଅଞ୍ଚଳ ପରିଦର୍ଶନ କଲା ପରେ ଆଉ ଏତେ ସବୁ ଉତ୍ତର ଭାରତ ପରିକ୍ରମା କରିବାର ଅର୍ଥ ହେଲା ଯେତେବେଳେ ଗିରିରାଜ କୁମାରୀ ସଚ୍ଚିଦାନନ୍ଦଙ୍କୁ ଜନ୍ମ ଦେଲା ପରେ କିଛି ମାସ ପରେ 2-3 ମାସ ପରେ ମୃତ୍ୟୁବରଣ କଲେ, ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଏବଂ ଏ ଜଗତକୁ ଟିକେ ବିରାମ ନେବା ପାଇଁ ଉତ୍ତର ଭାରତ ପରିକ୍ରମା କରିଥିଲେ। ଯେଉଁ ଉତ୍ତର ଭାରତ ପରିକ୍ରମା ସେତେବେଳେ ଏସାର କହୁଥିଲେ ଯେ ସେତେବେଳେ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କୁ ଯେଉଁ କଥାମାନେ ଇତିହାସ କଥାମାନେ ସେ ଶୁଣିଛନ୍ତି, ତାଙ୍କ ଦୁର୍ଗ ଦେଖିଛନ୍ତି, ସେଇଟା ଉଦ୍ଭୁତ ହେଇକି
ଝାନ୍ସୀ ରାଣୀଙ୍କ ସ୍ମୃତିରେ ସେ ବୀରବାମା କାବ୍ୟ ଲେଖିଥିଲେ। ତାର ପ୍ରତିଫଳନ ତ ଆଜ୍ଞା କହିଲେ ଯେ ଏଇ ଦୁଇଟି ଗସ୍ତ, ଗୋଟିଏ ଗସ୍ତରେ ସେ ଦୁଇଟି କାବ୍ୟ ରଚନା କଲେ, ଗୋଟିଏ ହେଲା ଚିତ୍ରକଳା ଆଉ ଗୋଟେ ହେଲା ବୀରବାମା। ତେଣୁ ଏଇଗୁଡ଼ିକ ଓଡ଼ିଆ ସାହିତ୍ୟର ଗୋଟେ ଅମୂଲ୍ୟ ସମ୍ପଦ। ସେଠୁ ପ୍ରତ୍ୟାବର୍ତ୍ତନ କଲା ପରେ ସେ ରହିଛନ୍ତି ଏବଂ ଦାକ୍ଷିଣାତ୍ୟ ଦକ୍ଷିଣ ଭାରତ ଭ୍ରମଣ କରିଛନ୍ତି। ଦକ୍ଷିଣ ଭାରତ ସମୟରେ ଅନିଶା ଯାହା କହିଲେ ଯେ ଆମ୍ବ, କମଳା, ଲିଚୁ ଏଗୁଡ଼ିକ ଆଉ ଉଜ୍ଜୟିନୀ ଦର୍ଶନ କଲାବେଳେ ଉଜ୍ଜୟିନୀର ସହର ଯେଉଁ ପରିକ୍ରମା ତାଙ୍କର ସହରର ଯେଉଁ ରାସ୍ତା ଗୁଡ଼ିକ ପୁରା ସିଧାସଳଖ 90 ଡିଗ୍ରୀରେ ଛକ ଗୁଡ଼ାକ। ଆମ ଦେବଗଡ଼ ମଧ୍ୟ ଅଧିକାଂଶ ଛକ 90 ଡିଗ୍ରୀରେ କ୍ରସ୍ କରିଛି। ସିଧାସଳଖ ରାସ୍ତା ଗୁଡ଼ିକ ଅଛି, ଅତି କମ୍ କଣ୍ଟା ଟେଢ଼ା ରାସ୍ତା। ତେଣୁ ତାଙ୍କୁ ସେ ଅନୁକୂଳ ସେତେବେଳେ ଦେବଗଡ଼ ସହରକୁ ସେ ବସେଇଥିଲେ। ଏଇଭଳି ତାଙ୍କର ଇଏ ହେଲା ପରିକ୍ରମା। ପରିକ୍ରମା ଭିତରେ ଖାଲି ସେ ପରିକ୍ରମା କରିନଥିଲେ, ପରିକ୍ରମା ଭିତରେ ସାହିତ୍ୟ ଯେଉଁ ଅନୁଭୂତି ଗୁଡ଼ିକ ତାଙ୍କ ଉପରେ ଫୁଟି ଉଠୁଥିଲା। ଯେତେବେଳେ ଅଳଙ୍କାର ପଦ୍ଧତି କହିଲେ ମଧୁସୂଦନ ରାଓ, ମଧୁବାବୁ, ଗୋପବନ୍ଧୁ ଏମାନେ ଯେତେବେଳେ ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ, ସେ ଅଳଙ୍କାରକୁ ସେ ଜଣେ ଉପନ୍ୟାସ ଉପରେ ରଖିଲେ। ଗଳ୍ପ ଉପରେ ଫକୀରମୋହନ ସେନାପତି ଲେଖିଲା ବେଳେ ମଧୁସୂଦନ ରାଓ ଆମର ଭକ୍ତି ଗୀତ ଏବଂ ଆଧ୍ୟାତ୍ମିକ ଗୀତ ତା ସହିତ ଯେଉଁ ବର୍ଣ୍ଣବୋଧ ଅଛି ଆଉ ଯେଉଁଠି ଅଳଙ୍କାର ପଦ୍ଧତି ଉଚ୍ଚତର ସାହିତ୍ୟ ଗବେଷଣା ପାଇଁ, ଉଚ୍ଚତର ସାହିତ୍ୟ ରଚନା ପାଇଁ ଅଳଙ୍କାର ପଦ୍ଧତି ସେ ରଚନା କରିଥିଲେ। ତେଣୁ ଏଇଭଳି ଯେଉଁ ସାହିତ୍ୟ ସେତେବେଳେ ସୃଷ୍ଟି ହେଲା, ଓଡ଼ିଆ ଏକ ଭାଷା ନୟ ବାଲେଶ୍ୱର ପ୍ରଧାନ ଶିକ୍ଷକ କ୍ରାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଦ୍ୱାରା କହିଲେ। ତାଙ୍କୁ ବିରୋଧ କରିବା ପାଇଁ ଆମେ ସମସ୍ତେ ଲାଗି ପଡ଼ିଲେ ଓଡ଼ିଆ ଭାଷା ସୁରକ୍ଷା ପାଇଁ। ଉତ୍କଳ ସମ୍ମିଳନୀ ଯେତେବେଳେ ଆମର ହିତୈଷିଣୀ ସମ୍ବଲପୁର ହିତୈଷିଣୀ ସେଠି ସ୍ଥାପନ କଲେ, ପତ୍ରିକା ସ୍ଥାପନ କଲେ। ସେ ପତ୍ରିକା ଦ୍ୱାରା ଫକୀରମୋହନ, ମଧୁସୂଦନ ରାଓ, ଗଙ୍ଗାଧର ମେହେରଙ୍କର ଲେଖାଗୁଡ଼ିକ ପ୍ରକାଶ ହେଲା ସାରା ଓଡ଼ିଶାରେ। ସମସ୍ତେ ପଢ଼ିବାର ସୁଯୋଗ ପାଇଲେ ସମ୍ବଲପୁର ହିତୈଷିଣୀ ମାଧ୍ୟମରେ। ଗୋଟିଏ ଜାଗାରେ ମୋତେ ସମ୍ମାନିତ କରାଯାଉଥିଲା, ମୁଖ୍ୟ ବକ୍ତା ଦେଇଥିଲେ, ସିଏ କହୁଥିଲେ ଯେ ସମ୍ବଲପୁର ହିତୈଷିଣୀ ସମ୍ବଲପୁରରୁ ପ୍ରକାଶ ପାଉଥିଲା। ଯେତେବେଳେ ମୋତେ ସମ୍ମାନିତ କରାଗଲା ସେତେବେଳେ ମୁଁ କହିଲି, ଅନୁମତି ମାଗିଲି ତାଙ୍କ ସଭାପତିକୁ, ଅତିଥିମାନଙ୍କୁ ଯେ ସାର୍ ମୋତେ 1-2 ମିନିଟ୍ ଦେଉନି। ମୁଁ କହିଲି ଯେ ସମ୍ବଲପୁର ହିତୈଷିଣୀ ନାଁ ହେଇପାରେ, କିନ୍ତୁ ସେ ସମ୍ବଲପୁରରୁ ପ୍ରକାଶ ପାଉନଥାଏ। ସେ ଜଗନ୍ନାଥ ବଲ୍ଲଭ ପ୍ରେସ୍ ଦେବଗଡ଼ରୁ ରାଜା ସାର୍ ବାସୁଦେବଙ୍କର ଆନୁକୂଲ୍ୟରେ ପ୍ରକାଶ ପାଉଥିଲା, ଯାହାକି ସାରା ଓଡ଼ିଶାରେ ଚର୍ଚ୍ଚା। ସେତେବେଳେ ଇନ୍ଦ୍ରଧନୁ ବିଜୁଳି ଥିଲା ଦେବଗଡ଼ର ପତ୍ରିକା। ସିଏ ଯେତେବେଳେ ରାଧାନାଥଙ୍କ ସାହିତ୍ୟକୁ ସପୋର୍ଟ କଲାବେଳେ, ତାକୁ ସାହାଯ୍ୟ କଲାବେଳେ ଏପଟେ କଟକରୁ ଇନ୍ଦ୍ରଧନୁ ପ୍ରକାଶ ପାଇଲା। ଦୁଇ ପତ୍ରିକାର ଏତେ ପ୍ରବଳ ବିରୋଧ ଭାଷ ଦେଖାଗଲା କି ବେଶୀ ଦିନ ସେ ପତ୍ରିକା ଦୁଇଟି ବଞ୍ଚି ପାରିଲା ନାହିଁ। ସାହିତ୍ୟର ବିରୋଧାଭାସ ହେତୁ ଦୁଇଟି ପତ୍ରିକା ବନ୍ଦ ହେଇଗଲା। ଏବଂ ସାହିତ୍ୟର ଅନୁରାଗୀ ରାଜା ସାର୍ ବାସୁଦେବ ସେ ଫକୀରମୋହନକୁ ଡାକିଛନ୍ତି, ରାଧାନାଥ ରାୟକୁ କବିବର ଉପାଧି ଦେଇଛନ୍ତି, କିନ୍ତୁ ବ୍ୟାସକବି ଉପାଧି ଦେଇନାହାନ୍ତି। ପରବର୍ତ୍ତୀ ସମୟରେ ତାଙ୍କ ପୁଅ ସଚ୍ଚିଦାନନ୍ଦ ତ୍ରିଭୁବନଦେବ ଫକୀରମୋହନକୁ ବ୍ୟାସକବି ସମ୍ମାନରେ ସମ୍ମାନିତ କରିଛନ୍ତି। ଇଲେକ୍ଟ୍ରିକ୍ ପାଇଁ ପ୍ରଥମ ଭାରତର ତ ପ୍ରଥମ ଏସିଆର ଦ୍ୱିତୀୟ ଇଏ ଯେଉଁ ଇଲେକ୍ଟ୍ରିସିଟି, ଜଳରୁ ଇଲେକ୍ଟ୍ରିସିଟି ବାହାର କରିବା କଥାଟା ଚିନ୍ତା କରିଥିଲେ, ସେ ନିଜେ କରିପାରିନଥିଲେ। ବିଜ୍ଞାନ ଶିକ୍ଷା ପାଇଁ ଯେଉଁ ମାନବ ମନ୍ଦିର ଅନୁକରଣରେ ଏଠି ବିଜ୍ଞାନାଗାର ସୃଷ୍ଟି କଲା, ସେ ବିଜ୍ଞାନକୁ ପଢ଼ାଇବା ପାଇଁ ବିଜ୍ଞାନ ଯନ୍ତ୍ରପାତି ପୁସ୍ତକ ବହୁତ ଗୁଡ଼ିଏ କିଣିଦେଲେ। କାହା ପାଇଁ? ସଚ୍ଚିଦାନନ୍ଦ ଏବଂ ଜଳଧର ଦେବ ଏ ଦୁଃଖ ପାଇଁ। ଏମାନେ ପାଠ ପଢ଼ିବେ, ବିଜ୍ଞାନ ପାଠ ପଢ଼ିବେ, ଅନ୍ୟ କେଉଁଠି ବ୍ୟବସ୍ଥା ନଥିଲା। ତେଣୁ ସେତେବେଳେ ସେ ବିଜ୍ଞାନ ପାଠ ଆଉ ଯେଉଁ ବୈଦିକ ବା ବିଭିନ୍ନ ଉପକରଣ ଗୁଡ଼ିକୁ ପରିଚାଳନା ପାଇଁ, ଚଳାଇବା ପାଇଁ ଶ୍ରୀ ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି ରେଭେନ୍ସା କଲେଜର ବିଜ୍ଞାନ ଅଧ୍ୟାପକ, ତାଙ୍କୁ ଟଙ୍କା ହେଇକି ଏଠି ସଚ୍ଚିଦାନନ୍ଦ ଏବଂ ଜଳଧରଙ୍କୁ ସେଇ ଶିକ୍ଷା ଦିଆଗଲା। ଯାହାକି ଆଜି ଜଳଧର ଦେବଙ୍କର ଯେଉଁ ବିଭିନ୍ନ ପ୍ରବନ୍ଧ, ସେଟା କବିତା ଉପରେ ବେଶୀ ଯାଇନାହାନ୍ତି, ପ୍ରବନ୍ଧ ଉପରେ ବେଶୀ ଯାଇଛନ୍ତି। ସେ ପ୍ରବନ୍ଧ ଗୁଡ଼ିକ ମୋର ଗୋଟେ ଅନୁଭୂତି, ମୁଁ ଯେତେବେଳେ ଭେଡ଼େନରେ ଥିଲି ତିରୁପତି ସ୍କୁଲରେ
ନବମ ଶ୍ରେଣୀରେ ଅତିଥି ସତ୍କାର ଗୋଟେ ଗଳ୍ପ ବହିକୁ ଆସିଲା ଏବଂ ମୋତେ କହିଲେ ଜଳନ୍ଧର ଦେବ। ଆପଣଙ୍କ ନଳବନ୍ଧ ଗାଁ ଆଜି ବହିରେ ବାହାରିଲା। ବୋଲେ ନାଇଁ ଆମ ନଳବନ୍ଧ ନାହିଁ, ସେଟା ପାହାଡ଼ ମଝିରେ ଦେବଗଡ଼ କଲକତ୍ତା ପାହାଡ଼ ଭିତରେ ନଳବନ୍ଧ ଗୋଟେ ଗାଁ ଅଛି। ସେଇ ନଳବନ୍ଧ ଗାଁର ରାଜା ଯାଇଥିଲେ, ସେଇଠି ସତୀତ୍ୟ ହତ୍ୟା ଗୋଟେ କଳ୍ପନା କିଛି ନାହିଁ, ସତ କଥା ସବୁ କୁହାଯାଇଛି। ଆଶ୍ଚର୍ଯ୍ୟ ହେଲେ ସମସ୍ତେ। ଆଉ ଏବେ ମଧ୍ୟ ଆମେ ଖୁସି ହେଉଛନ୍ତି ପ୍ରଧାନ ପାଠ ଉପରେ ଯେଉଁ ପ୍ରବନ୍ଧଟି ପଞ୍ଚମ ଶ୍ରେଣୀ ସାହିତ୍ୟ ବହିରେ ପ୍ରକାଶ ପାଇଛି, ସେଟା ମଧ୍ୟ ରାଜା ବାସୁଦେବଙ୍କର ନାଁ ଅଛି। ପ୍ରଧାନ ପାଠ ଉପରେ ବହୁତ ଗୁଡ଼ିଏ ତଥ୍ୟ ଅଛି। ତେଣୁ ଆମେ ଖୁସି ହେବା କଥା ଯେ ବାସୁଦେବ ଜୟନ୍ତୀ କରୁ, ପ୍ରଧାନ ପାଠ ଉତ୍ସବ କରୁ, ସଚିଦାନନ୍ଦ ଜୟନ୍ତୀ ଉତ୍ସବ କରୁ, ଯାହା ବି ହଉ ଦେବଗଡ଼ର ଗୋଟେ ଅତି ପ୍ରଖ୍ୟାତ ନା ସେ ଜଳଧାର ଗୁରୁତ୍ୱପୂର୍ଣ୍ଣ ଦେବଗଡ଼ର ତଥ୍ୟ ସବୁ ସେଠି ପ୍ରକାଶିତ ହେଲା। ତେଣୁ ଇଏ ଯେଉଁ ସାହିତ୍ୟ ରଚନା କଲେ, ସାହିତ୍ୟ ରଚନା ତ ଆଜ୍ଞା ବହୁତ ଗୁଡ଼ିଏ କଥା କହିଲେ। ସେ ଭିତରେ ଗୋଟିଏ ବଡ଼ କାମ ବାନ୍ଦ୍ରାରୁ ଏଠିକି ରାସ୍ତା, ଇଲେକ୍ଟ୍ରିସିଟି ବାରକୋଟ ପର୍ଯ୍ୟନ୍ତ ଆମର ଟେଲିଫୋନ ବ୍ୟବସ୍ଥା ଏବଂ ଏଇଠୁ ରେଣାଖୋଲକୁ ରାସ୍ତା ନଥିଲା, ସେଥିପାଇଁ କୁହାଯାଏ ଅଖୋଜ ପାମଣ୍ଡା। ଅଖୋଜ ପାମଣ୍ଡା ଅର୍ଥ ତାକୁ ଖୋଜି ପାଇବାଟା ସହଜ ନୁହେଁ, ଏଠିକି ଆସି ହେବ ନାହିଁ କୌଣସି ଆଡ଼ୁ। ତେଣୁ ରେଣାଖୋଲକୁ ରାସ୍ତା ବାହାର କଲେ, ଇଂରେଜମାନେ ସମ୍ବଲପୁରରୁ କଟକ ରାସ୍ତା କରିଦେଲେ, ଦେବଗଡ଼କୁ ରାସ୍ତା କରିନାହାନ୍ତି। ବାମଣ୍ଡା ରାଜା କିନ୍ତୁ ବାସୁଦେବ ସୁବ୍ରମଦେବ ରେଣାଖୋଲକୁ ରାସ୍ତା କଲେ, ବାରକୋଟରୁ ବାମରା ରାସ୍ତା କଲେ, କଣେଇଗଡ଼କୁ। ଏ ଯେଉଁ ବିଭିନ୍ନ ପ୍ରାନ୍ତୀୟ ରାଜ୍ୟମାନଙ୍କ ସହିତ ସମ୍ପର୍କ କଲେ ଏବଂ ତାଙ୍କର ମୋଟାମୋଟି 11 ଜଣ ପୁଅ ଝିଅ। ଗିରିରାଜ କୁମାରୀ ମରିଗଲା ପରେ ଆଉ 3 ଜଣ ରାଣୀକୁ ସେ ଗ୍ରହଣ କରିଥିଲେ। ତେଣୁ ସେ ଭିତରୁ ବଣେଇ ରଜା ଗୋଟେ ଜଇଁ, ଆମର ପାଲଗଡ଼ା ରଜା ଗୋଟେ ଜଇଁ, ସୁରଗୁଜା ଗୋଟେ ଜଇଁ, ଏମିତି। ତେଣୁ କୌଣସି ରାଜ୍ୟ ସହିତ ଆୟତନ ଦୃଷ୍ଟିରୁ କେହି କାହା ସହିତ ଯୁଦ୍ଧ କରିବା, କାହାର କିଏ ଆପି ନେବା, ଏସବୁ ଘଟଣା ଘଟୁନଥିଲା। କାରଣ ବାମଣ୍ଡା ରାଜାଙ୍କ ସହିତ ପ୍ରାନ୍ତୀୟ ଯେତେ ପଡ଼ୋଶୀ ରାଜ୍ୟମାନେ ସବୁ ଥିଲେ, ସମ୍ପର୍କ ସବୁ ସମ୍ପର୍କୀୟ ହୋଇଗଲେ। କଳାହାଣ୍ଡି ସହିତ ସମ୍ପର୍କ, ସବୁ ରାଜା ସହିତ, ରାଜବଂଶ ସହିତ ସମ୍ପର୍କ। ଆମର ମଧ୍ୟ ଆମେ ଯେଉଁମାନେ ଆମେ ଯାଇଥିଲେ ସାର୍ ରାଜା ବାସୁଦେବ ସୁବ୍ରମଣ୍ୟମଙ୍କର ପୂର୍ଣ୍ଣ ଅବୟବ ଭୁବନେଶ୍ୱର ଏଜି ଛକରେ ଉନ୍ମୋଚିତ ହେଲା। ସେଥିରେ ବୁଝି ଦିଆଯାଇଥିଲା ଯେ ଓଡ଼ିଶାର ଯେତେ ସବୁ ରାଜା, ରାଜ ପରିବାର ସମସ୍ତେ ଆସିଥିଲେ। ସେଟା ଗୋଟେ ସୌଭାଗ୍ୟ କଥା ଯେ ରାଜ ପରିବାର ମାନଙ୍କ ସହିତ ଆମେ ମଧ୍ୟ ସେ ମଧ୍ୟାହ୍ନ ଭୋଜନରେ ଭାଗ ନେଇଥିଲେ। ଏମିତି ରାଜା ଥିଲେ ଯେଉଁଟା ସାର୍ 3 ଜଣ ରାଜା, କୃଷ୍ଣଚନ୍ଦ୍ର ଗଜପତି ଦେବ, ଯେଉଁଟାକି ଆମ ଓଡ଼ିଆ ଭାଷା ଭିତ୍ତିରେ ରାଜ୍ୟ ଗଠନ କରିବା ପାଇଁ ଇଂଲଣ୍ଡ ଗୋଲ୍ଡ ଟେବୁଲକୁ ବୈଠକକୁ ଯାଇଥିଲେ ଏବଂ ରାମଚନ୍ଦ୍ର ମର୍ଦ୍ଦରାଜ ସେ ମଧ୍ୟ ଓଡ଼ିଆ ଭାଷା ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବଂ ଆମେ ଦେଖିବା ଯେ ଉତ୍କଳ ସମ୍ମିଳନୀ ଯେତେବେଳେ ଗଞ୍ଜାମରୁ ଆରମ୍ଭ ହୋଇଥିଲା ଏବଂ କିଛି ମତ ଦେଲେ, ମଧୁବାବୁ ସେ ବୈଠକକୁ ଯାଇଥିଲେ। ମଧୁବାବୁ କହିଲେ ଯେ ଖାଲି ଗଞ୍ଜାମରେ କାହିଁକି ଆମେ କହିବା, ସେବା ଓଡ଼ିଶାକୁ ମିଶାଇକିନା ସମ୍ମିଳନୀ କାହିଁକି କରିବା ନାହିଁ ଏବଂ ତା ନାମକରଣ କରିଦେଲେ ଉତ୍କଳ ସମ୍ମିଳନୀ। କଟକରେ ସେଟା ଅନୁଷ୍ଠିତ ହେଲା ଏବଂ ଆମର ଦେବଗଡ଼ ରାଜା ବାସୁଦେବ ସୁବ୍ରମଣ୍ୟମଙ୍କୁ ତାର ସଭାପତି ରୂପେ ଗଭର୍ଣ୍ଣରରେ ଚିଠି କରାଗଲା ଏବଂ ଦୁଃଖର କଥା ଡିସେମ୍ବର ମାସରେ ବୈଠକ ସମ୍ମିଳନୀ ହେବା, ନଭେମ୍ବର 19 ତାରିଖରେ ବାସୁଦେବ ସୁବ୍ରମଣ୍ୟମଙ୍କର ଦେହାନ୍ତ ହୋଇଗଲା। ତେଣୁ ଇଏ ଦେବଗଡ଼ ପାଇଁ ଗୋଟେ ଦୁଃଖଦ କଥା। ଏମିତି ରାଜା ଥିଲେ ଯେ ପ୍ରଜା ଶାସନ, ଧାନଠୁ ଆରମ୍ଭ କରି, କୃଷିଠୁ ଆରମ୍ଭ କରି, ବାଡ଼ି ବଗିଚା, ଯେ ଯେତେବେଳେ ଜୟପୁରର ଉଜ୍ଜୟିନୀର ଗୋଲାପ ବଗିଚା ଦେଖିଦେଲେ, ତା ଆଧାରରେ ଏବେ ଦେବଗଡ଼ ସେ ସ୍ମୃତି ସବୁ ଲିଭି ଲିଭି ଯାଉଛି। କାରଣ ଆମେ ଯେତେବେଳେ ସେଠି ପଢ଼ୁଥିଲୁ 3 କୋଣିଆ ବଗିଚା ଥିଲା, ସେଟା ତାର ସ୍ମୃତି ସବୁ ଥିଲା। ଏବେ ତ ସେ ବିକ୍ରି ହେଇକି ସେ ସ୍ମୃତି ସବୁ ଭାଙ୍ଗିଗଲା ଏବଂ ଦେବଗଡ଼ ସହର ଗୋଟେ ସେ ଉଜ୍ଜୟିନୀ ସହର ଭଳି, ଗୋଲାପ ସହର ଭଳି ଗୋଟେ ସଜା ହେଇଥିଲା ରାଜାଙ୍କ ସମୟରେ। କିନ୍ତୁ ତାର ସ୍ମୃତି ଆଉ ନାହିଁ, ଆସ୍ତେ ଆସ୍ତେ ବିଲୀନ ହେବାକୁ ଯାଉଛି। ଏବଂ ଯେଉଁଟା ଆଜ୍ଞା କହିଲେ ଯେ ଦେବଗଡ଼ ରାଜବଂଶ ରାଜାଙ୍କର ସ୍ମୃତିକୁ ରକ୍ଷା କରିବା ପାଇଁ କୌଣସି କାର୍ଯ୍ୟକ୍ରମ ସେମାନେ ଗ୍ରହଣ କରୁନାହାନ୍ତି। ଆମର ପୁରୁଣା କଚେରୀରେ ଯେଉଁ ମୂର୍ତ୍ତି ଅଛି
ସଚିବାନନ୍ଦ ତିବ୍ବତୀଙ୍କ ତାଙ୍କର ସ୍ତ୍ରୀ ଅର୍ଦ୍ଧାଙ୍ଗିନୀ ଦମୁଧର ପ୍ରିୟା ଯୋଉଟାକି କଲା ଦେଇ ଯାଇଛି କେନାଲ ସେଟା ଡିପି କେନାଲ ଦମୁଧର ପ୍ରିୟା କେନାଲ। ଏମିତି ସେମାନେ ଚେଷ୍ଟା କରୁଥିଲେ ଯେ ଅଖୋଜ ପାମଣ୍ଡାରେ ଜଳର ବ୍ୟବସ୍ଥା ହେବ, ଶିକ୍ଷାର ବ୍ୟବସ୍ଥା ହେବ, ଖାଦ୍ୟର ବ୍ୟବସ୍ଥା ହେବ, କୃଷିର ଉନ୍ନତି ହେବ, ବିଭିନ୍ନ ଦିଗରୁ ସେମାନେ ଚେଷ୍ଟା କରୁଥିଲେ। ତେଣୁ ଏମିତି ରାଜା ତାଙ୍କର ପୁଅ ମଧ୍ୟ ଜଣେ ଲେଖକ କବି ଏବଂ ଜଳନ୍ଧର ଦେବ ମଧ୍ୟ ଗୋଟେ ପ୍ରଖ୍ୟାତ କବି, ସାରା ଓଡ଼ିଶାରେ ଏମାନେ ପରିଚିତ। ଏମିତି ଗୋଟେ ରାଜବଂଶ ରାଜ୍ୟରେ ବା ସେତେବେଳେ ରାଜ୍ୟ ଥିଲା, ଏବେ ସେଇ ଜିଲ୍ଲାରେ ଆମେ ଜନ୍ମ ନେଇଛନ୍ତି। ଆମର ମନୀଷାରେ କହୁଥିଲେ ଯେ ତାଙ୍କ ଦାୟାଦେଶ ଆମେ କ'ଣ କରିବା ଉଚିତ, ଯେହେତୁ ସେ ଯେଉଁ ସ୍ମୃତିଚିହ୍ନ ଛାଡ଼ି ଯାଇଛନ୍ତି ଏବଂ ଓଡ଼ିଶାକୁ ଭାଷାର ଦାନ ଦେଇଛନ୍ତି, ଭାଷା ସୁରକ୍ଷା ପାଇଁ ଲଢ଼େଇ କରିଥିଲେ। ଏବେ ଆମକୁ ଲଢ଼େଇ କରିବାକୁ ପଡ଼ିବ, କାଳଜୟୀ ଲେଖା ଲେଖିବା ଏବଂ ଏମିତି ଲେଖାଟିଏ ଲେଖିବା ଅନ୍ୟର ମନ ଆକୃଷ୍ଟ ହେଉଥିବ ଏବଂ ସାହିତ୍ୟର ଉନ୍ନତି ହେବ। ଭାଷା ସାହିତ୍ୟର ଉନ୍ନତି ଯଦି କରିପାରିବା ତାହେଲେ ସୁରଦେବଙ୍କ ପ୍ରତି ଯଥୋଚିତ ସମ୍ମାନ ହେବ ବୋଲି ମୁଁ ଆଶା କରେ। ତେଣୁ କବିତା ମୁଁ ଲେଖିଛି ରାଜା ସାର ବାସୁଦେବ ସୁରଦେବଙ୍କର ଆଦ୍ୟ ଜୀବନ ଯୌବନ। ରାଜା ସାର ବାସୁଦେବ ସୁଫଳ ଦେବ ହେ, ଯେନ ଆମ ଶ୍ରଦ୍ଧାଞ୍ଜଳି ରାଜନ ଶ୍ରେଷ୍ଠ ହେ। ଦେବଗଣ ରାଜ୍ୟ ମଧ୍ୟରେ ରାଜ ପରିବାରେ 1850 ମହୀଶୋହରେ ଜନମିଲ ପିତା ତୁମ୍ଭ ହରିହର ଦେବ। ପିତାଙ୍କ ବରଭ୍ରାତା ବ୍ରଜ ସୁନ୍ଦର ଦେବ। ଅପୁତ୍ରିକ ବ୍ରଜ ଯେଣୁ ହେଲ ପୋଷ୍ୟ ପୁତ୍ର। 18 ବରଷେ ନେଲ ରାଜ୍ୟଭାର ମାତ୍ର। 9 ବର୍ଷ ବୟସରେ ଯେଉଁ ପଳୟନ। ପ୍ରାଥମିକ ଶିକ୍ଷା ତେଣୁ ହେଲା ଆୟୋଜନ। ଓଡ଼ିଆ ସଂସ୍କୃତ ଗୁରୁ ଯେ ଭୁବନେଶ୍ୱର। ବଡ଼ ପଣ୍ଡା ପୁରୁଷୋତ୍ତମ ତର୍କାଳଙ୍କାର। ଏପରି ଆନନ୍ଦ ବ୍ରହ୍ମା ପ୍ରାଥମିକ ଗୁରୁ। ବେଦ ବେଦାନ୍ତ ନାଟକ କାବ୍ୟ ହେଲା ସୁରୁ। 1869 ପୁଣି ମସିହାରେ ବ୍ରଜ ସୁନ୍ଦର ଦେହାନ୍ତେ ରାଜ୍ୟଭାର କରେ। 1871 କଳାହାଣ୍ଡି ରାଜ। କନ୍ୟାରତ୍ନ ସେ କୁମାରୀ ନାମ ଗିରିରାଜ। ବାସୁଦେବ ସହିତରେ ହୋଇଲା ବିବାହ। ସାହିତ୍ୟ ନିପୁଣା ସେହି ଗାୟିକା ଯେ ସହ। 1872 ମେ 3 ତାରିଖ ସଚିଦାନନ୍ଦ ଜନ୍ମ ରାଜପୁତ୍ର ଲେଖ। ସଚିଦାନନ୍ଦ ପାଇଲେ ମାତୃହରା ଦୁଃଖ। ଅଳପ ମାସେ ଗିରିଙ୍କ ହୋଇଲା ଦେହାନ୍ତ। ପ୍ରିୟତମା ଦେହାନ୍ତରେ ଦୁଃଖ ଅଭିଭୂତ। ଦେଶ ଭ୍ରମଣ ନିମନ୍ତେ ପ୍ରସ୍ଥାନ ତୁଳିତ। ମହାନଦୀ ସ୍ରୋତ ଦେଇ ନୌକାରେ ଯାତ୍ରା। ନଦୀ ତଟ ସୌନ୍ଦର୍ଯ୍ୟ ଲେଖି ଗଲେ ବାର୍ତ୍ତା। ଚିତ୍ପତ୍ରଳା କାବ୍ୟ ତେଣୁ ହୋଇଲା ଉତ୍ପନ୍ନ। କଟକରେ ରାଜ୍ୟ ଯାତ୍ରା ହୋଇଲା ସମ୍ପନ୍ନ। ଜୟ ଜଗନ୍ନାଥ, ଜୟ ସାଦା ରାଜା ବାସୁଦେବ ସୁନ୍ଦରଜୀ ଜୟ। ତାଙ୍କୁ କୋଟି ପ୍ରଣାମ ଜଣାଉଛି, ଅତ୍ୟନ୍ତ ପ୍ରଣାମ ଜଣାଉଛି।